ଧୂମପାନର କ୍ଷତି। ଧୂମପାନ କରୁଥିବା ଲୋକ ପେଟକୁ ଧୂଆଁ ନେଇ ନିଜର କ୍ଷତି କରିବା ସହିତ ବାୟୁମଣ୍ଡଳକୁ ଧୂଆଁ ଛାଡ଼ି ଅନ୍ୟମାନଙ୍କର କ୍ଷତି କରିଥାଏ। କାରଣ ଧୂଆଁ ସଂସ୍ପର୍ଶରେ ଆସୁଥିବା ଲୋକ ମଧ୍ୟ ଆକ୍ରାନ୍ତ ହୋଇଥାଏ। ଧୂମପାନ କରୁଥିବା ଲୋକଙ୍କ ପତ୍ନୀଙ୍କୁ ହୃଦଘାତ ଆଶଙ୍କା ବେଶୀ ହୋଇଥାଏ। ସିଗାରେଟ ପିଉଥିବା ଲୋକ ସହିତ ଗୋଟିଏ ରୁମରେ ଯଦି ଜଣେ ରହୁଥାଏ ଏବଂ ସେ ସିଗାରେଟ ଆଦୌ ପିଉନଥାଏ, ତଥାପି ସେ ଅଧା ଧୂଆଁ ନିଜ ଶରୀରକୁ ନେଇଥାଏ। ଧୂଆଁ ଦ୍ୱାରା ଆଖିରେ ଜ୍ୱଳନ ହୁଏ, ମୁଣ୍ଡ ବିନ୍ଧିଥାଏ, ଛାତି ବ୍ୟଥା କରିଥାଏ, ଏଲର୍ଜି ହୋଇଥାଏ। ରାସାୟନିକ ପରୀକ୍ଷଣରୁ ଜଣାପଡ଼ିଛି ଯେ ତମାଖୁରେ ନିକୋଟିନ୍, କାର୍ବନ ମୋନୋକ୍ସାଇଡ୍, ପାଇରିଡିନ୍, ପାୟୋକୋଲିନ୍, କୋଲେଡିନ୍, କାର୍ବୋଲିକ୍ ଏସିଡ୍, ସେକୋଲିନ୍, ଏଞ୍ଜୋଲିନ୍, ମାର୍ସ ଗ୍ୟାସ୍, ପରଫେରଲ ଆଦି 24 ପ୍ରକାର ବିଷ ଭରି ରହିଛି। ତମାଖୁ ଧୂଆଁରେ 19 ପ୍ରକାର ବିଷ ରହିଥାଏ। ଯେଉଁ କାଗଜରେ ସିଗାରେଟ ତିଆରି ହୁଏ ମଧ୍ୟ ଶଙ୍ଖୁଆ ବିଷ ମିଶାଯାଇଥାଏ। ଶୟନ କକ୍ଷ କେମିତି ହେବା ଦରକାର? ଖଟକୁ କେବେ କାନ୍ଥରେ ଲଗାଇ ପକାନ୍ତୁ ନାହିଁ। ଶୟନ କକ୍ଷରେ ଆଇନା ରଖନ୍ତୁ ନାହିଁ। ଯଦି ଅଛି, ଆଇନାରେ ପରଦା ପକାଇ ଦିଅନ୍ତୁ। ଶୟନ ବେଳେ ଶରୀର ଯେପରି ଆଇନାରେ ନ ଆସେ ଧ୍ୟାନ ଦିଅନ୍ତୁ। ସ୍ୱାମୀ ସ୍ତ୍ରୀ ଏକତ୍ରିତ ଥିବାବେଳେ ଆଇନାରେ ଛବି ଆସିଲେ ଅଶୁଭ ହୋଇଥାଏ। ଘଣ୍ଟା କାନ୍ଥରେ ଟାଙ୍ଗିଥିଲେ ଉତ୍ତର କାନ୍ଥରେ ଟାଙ୍ଗନ୍ତୁ। ପୂଜାଘର ଶୟନ କକ୍ଷରେ ରଖନ୍ତୁ ନାହିଁ। ଶୋଇବା ଘର ରଙ୍ଗ ହାଲକା ଦିଅନ୍ତୁ। ଘରେ ନକଲି ଫୁଲ ରଖନ୍ତୁ ନାହିଁ। ଜୀବନରେ ସାହସ ହରାନ୍ତୁ ନାହିଁ। ଏବେ ବହୁତ ଆଗକୁ ଯିବାର ଅଛି। ଯେଉଁମାନେ କହିଥିଲେ କି ତୋ ଦ୍ୱାରା ହେବ ନାହିଁ, ତାଙ୍କୁ କିଛି କରି ଦେଖେଇବାର ଅଛି। ଲକ୍ଷ୍ୟ ପାଠ ପଢ଼ିବା ସମୟରେ ପିଲାମାନଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଉଙ୍କି ମାରିଥାଏ। ଏହାପରେ ସେମାନେ କ'ଣ କରିବେ ସେ ନେଇ ଏକ ଲକ୍ଷ୍ୟ ସ୍ଥିର କରିଥାନ୍ତି। କିନ୍ତୁ ଏହାକୁ ହାସଲ କରିବା ଏତେ ସହଜ କଥା ନୁହେଁ। ତେବେ ଏଥିଲାଗି କେତୋଟି ଟିପ୍ସ ଆପଣେଇ ପାରନ୍ତି। ବୁଦ୍ଧିମତା। ନିଜର ଲକ୍ଷ୍ୟ ହାସଲ କରିବାକୁ ହେଲେ ନିଜର ସ୍ମାର୍ଟନେସ୍ ପ୍ରତି ନଜର ଦିଅନ୍ତୁ। ଏହି ସମୟରେ କେତେ ଗୁଡ଼ିଏ ବିଷୟରେ ଜାଣିବାକୁ ପଡ଼ିଥାଏ, ସେଥିପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ। ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା ବେଳେ ନିଜର ବୁଦ୍ଧିମତା ପ୍ରତି ନଜର ଦିଅନ୍ତୁ। ବୁଦ୍ଧିମତା ପ୍ରଖର ରହିଲେ ତାହା ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଠିକ୍ ଦିଗ। ଗୋଟିଏ କାମକୁ ଠିକ୍ ଭାବରେ କରିବା ଦରକାର। କେତେକ ପିଲା ନିଜ ଲକ୍ଷ୍ୟ ହାସଲ କରିବାକୁ ବହୁତ ପରିଶ୍ରମ କରନ୍ତି, ହେଲେ ସେମାନଙ୍କ ମଧ୍ୟରୁ କେତେକେ ସଫଳ ହୋଇନଥାନ୍ତି। ଏହି ସମୟରେ ନିରାଶ ହୁଅନ୍ତୁ ନାହିଁ। ଲକ୍ଷ୍ୟ ହାସଲ କରିବାରେ କାହିଁକି ବିଫଳ ହେଲେ ସେ ବିଷୟରେ ତର୍ଜମା କରନ୍ତୁ। ଠିକ୍ ଦିଗରେ ଅଗ୍ରସର ହେଲେ ସଫଳତା ମିଳିବାର ସମ୍ଭାବନା ଅଧିକ ଥାଏ। ଜୟ ଶ୍ରୀ ଜଗନ୍ନାଥ।